ভাবিଲ থানাটা ମାମୁଁର ମଠ ଯିଏ ନାହିଁ ସେ ଥାନାକୁ ପଶି ଆସିବ ଆଉ ଥାନାରେ କହିବ ମୁଁ ହେଲି ଇନଚାର୍ଜ। ହଉ ଆଚ୍ଛା ଆଇଛ କ'ଣ ପାଇଁ ସେଇଟା କହିଲ? ଓ ଆପଣ ମାଇକିଲେ କିଏ ନେଇଗଲା ଆଉ ତମେ ସେମିତି କାହା ମାଇକିଲେ ନେଇ ପଳଉନ ବଳିଆ ଭାଇ ଥାନାରେ କାହିଁ ଏମିତି ଏଫଆଇଆର ଦେଉଛ କହିଲ? ଓହୋ ଆପଣ ଯେଉଁ ହିସାବରେ ଆଇଛ ତମ ସେ ସ୍ୱପ୍ନଟା ସ୍ୱପ୍ନରେ ରହିଯିବ। କାହିଁକି ନା ମୁଁ ଆଜି ସକାଳୁ ଗୋଟେ ଖବର ପାଇଲି ଆମ ଥାନାକୁ ନୂଆ ଇନ୍ସପେକ୍ଟର ସାର୍ ଆଉଛନ୍ତି। ଇଏ ତମର ଇଏ ଯେଉଁ ଟାଇଟ୍ ଫିଟିଙ୍ଗ ପଡ଼ିକି ସିଏ ଏକାଥରକେ ଢିଲା କରିଦେବେ। ଆଜ୍ଞା କଳାକାର ଲାଇନ୍ ମୋର ଦୀର୍ଘ 17 ବର୍ଷ ହେଇଯିବ। ପ୍ରଥମେ ସଚ୍ଚିଦାନନ୍ଦ ଗଣନାଟ୍ୟ, ତାପରେ ଆସିଲି ଇଷ୍ଟର୍ଣ୍ଣ ବ୍ଲୁ ପରେ ଇଷ୍ଟର୍ଣ୍ଣ ରେଡ୍, ଇଷ୍ଟର୍ଣ୍ଣ ଭାଉଲେଟ୍। ଘର ଆଜ୍ଞା ଆମର ପୁରୀ ସାକ୍ଷୀ ଗୋପାଳ ସୁଆଣ୍ଡ ବିଦ୍ୟାଧରପୁର। ଆଜ୍ଞା ମ୍ୟାରେଜ୍ କରିଛି। ଆଜ୍ଞା 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 ଯାତ୍ରା ପାର୍ଟି ନୁହେଁ, ମୋ ସ୍ତ୍ରୀ ଗୋଟେ ଘରେଇ ଝିଅ। ଆମ ଘର ପରିସ୍ଥିତିକି ନେଇକି ମୁଁ ଯାତ୍ରା ପାର୍ଟିକି ତାଙ୍କୁ ଆଣିଛି। ମୁଁ ନିଜେ ତାଙ୍କ ପାଇଁ ସଂଘର୍ଷ କରିଛି, ନିଜେ ରାତି ଅନିଦ୍ରା ଯାଇକି ଡ୍ୟାନ୍ସ ବି ଶିଖେଇଛି ତାଙ୍କୁ। ସବୁକିଛି ମୋ ସ୍ତ୍ରୀ ପାଇଁ କରିଛି। ମୋ ସ୍ତ୍ରୀ ମୋ ପାଇଁ ଏତିକି ତ୍ୟାଗ କରିଛି, ମୋ ଘର ଲାଗି ତା ନିଜ ଇଜ୍ଜତକୁ ସେ ବନ୍ଧା ପକାଇ ଦେଇଛି। ମୋ ଘର ପରିସ୍ଥିତିକି ନେଇ ମୋ ସ୍ତ୍ରୀ ମୋ ନିଜ ଇଜ୍ଜତ ତା ଇଜ୍ଜତକୁ ଏଠି ବନ୍ଧା ପକାଇଛି। ଯେହେତୁ ଖଣ୍ଡିଆ ଡ୍ରେସ୍ ପିନ୍ଧିକି ନାଚୁଛି ନା, ଘରର ବୋଉଟେ ଯିଏ ମୁଣ୍ଡରେ ଓଢ଼ଣା ଦେଇକି ବସିବା ଲୋକ ସେ ଖଣ୍ଡିଆ ଡ୍ରେସ୍ ପିନ୍ଧିକି ବସୁଛି। କାହିଁକିନା ଯେତେବେଳେ ଘରେ ଝିଅକୁ ମୁଁ ଯେତେବେଳେ ଯାତ୍ରା ପାର୍ଟି କରିକି ଆଣିକି ଆଜ୍ଞା ଚିନ୍ତା ଯାତ୍ରା ପାର୍ଟି ଗୋଟେ ମ୍ୟାରେଜ୍ କରିବା ସ୍ୱତନ୍ତ୍ର ଅଲଗା, ଆଉ ଘରେ ଝିଅକୁ ଯାତ୍ରା ପାର୍ଟି କରିବାଟା କେତେ ଦୂର ଠିକ୍ କେତେ ଦୂର ଭୁଲ। କିଛି ନାହିଁ ଆଜ୍ଞା ଫିଲ୍ କେମିତି ହେବ ଆଜ୍ଞା? ଆମେ ଆଜି ପଇସା ଇନକମ୍ କରିବାକୁ ମାଲିକ ଦେଇଛି ଗୋଟେ ପୁଅ ଗୋଟେ ଝିଅ। ମୋ ସହିତ ହଉ କି ଯାହା ସହିତ ହଉ, ପେଣ୍ଡାଲ ଉପରେ ସିଏ ସ୍ୱାମୀ ସ୍ତ୍ରୀ, ପେଣ୍ଡାଲ ତଳେ ସିଏ ମୋ ସ୍ତ୍ରୀ। ହଁ ଅଭିନୟ ଆମେ କଳାକାର ଆଜ୍ଞା। ଯେତେବେଳେ ଗୋଟେ ସ୍ୱାମୀଟେ ମରିଯାଉଛି ତା ସ୍ତ୍ରୀ ବିଧବା ହେଇକି ଫିର୍ ବି ଅଭିନୟ କରୁଛି। ଆମେ ପେଟ ପାଇଁ କରିବାକୁ ପଡ଼ୁଛି ଆଜ୍ଞା। ଆମେ ସ୍ୱାମୀ ସ୍ତ୍ରୀ ମାସକୁ ପାଉଛୁ 35,000 ମାସକୁ 2 ଜଣ ଯାକ 35 କେବଳ 35,000 2 ଜଣଙ୍କ ତରଫ। ନାଇଁ 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 2 ଜଣଙ୍କର 35। ଆଜ୍ଞା ଡ୍ୟାନ୍ସ ପିଲାଙ୍କ ଦରମା ବି ସେତିକି ଆଜ୍ଞା। ଆମେ ଆର୍ଟିଷ୍ଟ ନୁହେଁ, ଆମେ ଡ୍ୟାନ୍ସ ପିଲାଙ୍କର 2 ଘଣ୍ଟା ଡ୍ୟୁଟି କିନ୍ତୁ ପରିଶ୍ରମ ଅଧିକା ଡ୍ୟାନ୍ସ ପିଲା କରନ୍ତି। ଆର୍ଟିଷ୍ଟଙ୍କର 4 ଘଣ୍ଟା ଡ୍ୟୁଟି। ସେ ଯେହେତୁ ଲୋକଙ୍କୁ ହସେଇବେ କନ୍ଦେଇବେ ସବୁକିଛି କରିବେ, ଆମେ କ'ଣ ଲୋକଙ୍କୁ ଫାଷ୍ଟ ରୋମାଣ୍ଟିକ୍ କରିଦେଲୁ, ଆମ କାମ ସରିଗଲା। ଆଜ୍ଞା ଆମେ ସ୍ୱାମୀ ସ୍ତ୍ରୀ ଯେତେବେଳେ ପେଣ୍ଡାଲକୁ ଯାଉ ଆମେ 2 ଜଣ କଥା ହେଇକି ଯାଉ। ଆମେ ଯେମିତି ଦର୍ଶକକୁ ବାନ୍ଧିକି ରଖିବା, ସେ ଯେକୌଣସି ଡ୍ୟାନ୍ସ ହେଉ ଆମେ ସିମ୍ପୁଲ୍ ଭାବରେ କରିବା ଯେମିତି ଲୋକ ଭଲ କହିବେ।